जगन्नाथ बलभद्र हाथ पाद नहीं पुराण प्रमाण। अच्छा जगन्नाथ बलभद्र हाथ पाद कवि बापा अच्छी ना नहीं नहीं विश्व ब्रह्मांड रे गोटे मंदिर जीव देखा रह 12टा बाजबनी आज लास्ट पोड़ा पाली पाला कथा सबुदिन 4 दिन खटिले 12टा हो पलैबा 12टा हेले पलैबा र 9:10 ठीक अच्छे कौन समय गुड़ा कुआड़े पलाऊँ मुझे जापर एत शीघ्र कौन समय गुड़ा मो पलाऊँ मुझे जापर र ब्रह्मांड रे गोटे मंदिर देखिच तमें जगन्नाथ हाथे पाद अच्छी पादे जोता पिंधि हाथ में खंडा धरी कौ जगह कला छंद भी आईबे हरिलो बोल छकी बसी दारू मंदिर आपण जदि छतिया जाइथे जगन्नाथ पिले हाथ पाद अच्छी ना नहीं खंडा धरी ना नहीं आ जगन्नाथ हाथ पाद कौन नहीं कला पाद पानी जार नहीं पाद पानी की सुंदर दिशई सुमन रे हारे सुमन सोना दास गोटे अज्ञानी गायक ठिया तू ठिया हो अच्छा तू ठिया तो मु किए आपण मो सारे सर आज्ञा मु तो कुंडे हाँ ते भल लागछ ना मला तम पेट बाउछ को उष्ण तम पेट मो पेट पर घरे खाई भूली गलानी पेट केबडी गछ अच्छा वर्तमान मु आडे ना अनै लाग्या मो हाथ तू को जगह देखु हाथ खंडे बाट दूची अधा जाय दूची आ दुसुनी हाड को आ दुसुची नाही एटा काई कहलो मते कुंडे ई कोन कहउछो मोर हाथ अछि ना नहीं नहीं तमरा हाथ अछि मु तो ते कुंडे छी ना नहीं मते कुंडैछो तू को जगह देखु कोहनी जाय देखुची माने अधा देखु हां आउ आगु को नहीं आउ आगु दुसुनी अर्थ जगन्नाथ हाथ पाद नहीं ना जगन्नाथ हाथ पाद अच्छी ना नहीं ना से ब्रह्मांड को कुंडे बाबा मो माँ जिते बेले मते कुंडे मो माँ कहूनी जाके मु देखुची हां हां आउ हाथ अत्यधिक हाथ पछक रहि जाउची मो पछपटे मो पिठी पटे रहिची हला विश्व ब्रह्मांड को से धइला वाला आबुरी की धरी जगन्नाथ आउ हाथ पाद नहीं कहले रावण अभिशाप दीची ठीक सुभद्रार हाथ पाद कहीं नहीं तार हाथ पाद नहीं तो जहा आज्ञा कहले कहले एठू से तो अभिशाप पाइले हाथ पाद छिला एठू सुभद्रा काहे पुछि जाय एठू ता प्रमाण दउ सुन मु बाबू काठ पाइ न थबो काठ पाइ न थबो तबे जुग हला द्वापर आज्ञा द्वापर जुग रे भगवान रूप नैछि हां कृष्णर अवतार बड़ भाई बलराम 16,008 स्त्री 1,25,000 छुआ हेले हेले किंतु तांको भितरे कृष्ण भल पाउले 8 जन ना है अष्टपाट महिषी ए 8 स्त्री भितरे कथबार्ता दिने पइला कहला आमे तो सब बड़लोकिया घर झियो आमे तो राजा छुआ राजा झियो आम बापा कौन किसी कम संपत्ति देइछिंती कि
ଟିଭି କୁଲର ଗଡରେ ଯେ ଗୋଟେ କୁକୁର ସବୁ ଦେଇଥିଲା ମୋ ବାପା। ଇଏ ମତେ କାହିଁ ଭଲ ପାଉନି। ଆଲୋ ମୁଁ ପୁରା କୁଲର ଆଣିଥିଲି। ଆଉ ଏ 8ଟା ସ୍ତ୍ରୀ ଥାଉ ଥାଉ ଭଗବାନ କୃଷ୍ଣ କଣ ପାଇଁ ରାଧାକୁ ବେଶୀ ଭଲ ପାଉଛି? କଣଟା ଡିଫେକ୍ଟ ଯେ ତାକୁ ଏତେ ଭଲ ପାଉଛନ୍ତି କହିବୁ? କୃଷ୍ଣ କାହିଁକି ରାଧାକୁ ବେଶୀ ଭଲ ପାଉଛି? ହେଲା 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 ଘରେ ଗୋଟେ ଗଣ୍ଡଗୋଳ ଚାଲିଲା। ଆଲୋ ସିଏ କଣ ଘିଅ ଦଉଛି ଖାଇବାକୁ? ଧୀରେ ଧୀରେ ଆଜ୍ଞା ତାପରେ ହଁ ପାଳ ଗଦା ମୂଳରେ ଦଉଛି। ହଁ ଝିଅକୁ ପିମ୍ପୁଡି ଖାଇଗଲା ପୁଅ ଆଉ ଖୋଲି ଦେଇ ଇଏ କାହିଁକି ରାଧାକୁ ବେଶୀ ଭଲ ପାଉଛି? କାହିଁକି? ଘରେ ପିଲାମାନେ ଯେତେବେଳେ ଝଗଡା ହୁଅନ୍ତି ସେତେବେଳେ ବାପା ମା ମାନେ କି ଶାଶୁ ଶ୍ୱଶୁର ମାନେ ସମାଧାନ କରନ୍ତି। କଥାଟାକୁ ମିଳେଇ ଦିଅନ୍ତି ଘରେ ଆଉ। 8ଟା ବୋହୂଙ୍କ ଭିତରେ ଝଗଡା। କୃଷ୍ଣ କାହିଁକି 8ଟା ସ୍ତ୍ରୀ କି ଛାଡିକି ରାଧାକୁ ଭଲ ପାଉଛି? ଡାକିଲେ ଶାଶୁ ସତ୍ୟଭାମା। ନିୟପାଲା ବାଲା ଉତ୍ତର ନୃସିଂହ ତାକାର ଧାରୁଆ ହେଇକି ରହିନି। କହିଲେ ମା ତମେ ଯୋଉ 8ଟା ବୋହୂ ଅଛ 8ଟା ବୋହୂ ଏକାଠି ହେଲେ ଝଗଡା ହବ। ମତେ କଣ କହୁଛ କହିଲ? ମୁଁ କୃଷ୍ଣ କାହିଁକି ରାଧାକୁ ଭଲ ପାଉଛି? 8 ବୋହୂ ଭିତରୁ ଜଣେ ଠିକ ହବ, ମୁଁ ତାକୁ ବୁଝେଇବି। ବୋଉ ତାଙ୍କ ଭିତରେ ମେନ୍ ମନିଟର ହଉଛି ମୁଁ ସାଙ୍ଗେ ଗଲେ ଚଳିବ? ମା ସତ୍ୟଭାମା ଉତ୍ତର ଦେଲେ, କହିଲେ ବୋଉ ମୁଁ ଯିବି। ସତ୍ୟଭାମା ଯାଇଛନ୍ତି। କୃଷ୍ଣ କାହିଁକି ରାଧାକୁ ଭଲ ପାଉଛି? ସୁଭଦ୍ରାର କାହିଁକି କାନ୍ଧଠୁ ଛିଡି ଯାଇଛି? ମା ଡାକି ଦେଇଛି। ସତ୍ୟଭାମା ବସୁଛନ୍ତି। ରୋହିଣୀ କହିଲେ, କହିଲେ ମାଲୁ କୃଷ୍ଣ ଆଉ ରାଧା କିଏ ଜାଣିଛୁ? ସେମାନେ କିଏ? କାରଣ ଗୋଡ ଉଠିବ ଗାଈ କଣ କରନ୍ତି? ମତେ କିଏ ଭଲ ଭାବୁ କି ଖରାପ ଭାବୁ? ଆପଣ ୟୁଟ୍ୟୁବ ସବୁ ଦେଖୁଛନ୍ତି, ପାଲାରେ କବି ବାପା ଅଛନ୍ତି। ଗାୟକ ମାନେ ଠେଙ୍ଗେଣୀ ଭଳିଆ ଠିଆ ହଉଥିଲେ ପେଣ୍ଡାଲ ଉପରେ। ଆଜି ଯା ୟୁଟ୍ୟୁବ ଯୋଉ ଗାୟକକୁ ଦେଖ ସମସ୍ତଙ୍କର ଗୋଡ ହାତ ହଲୁଛି। ସାରା ଓଡିଶାରେ ଗାୟକଙ୍କର ଗୋଡ ଉଠେଇ ଦେଇଛି ନୃସିଂହ ହୋତା। ଯୋଉ ଗାୟକ ଦେଖ ଗାୟିକା ମାନେ ମଧ୍ୟ ଆଜ୍ଞା ଫଲୋ କଲେଣି। ଆରେ ଯୋଉଦିନ ଆସିଲି ଗୋଟେ ଝିଅ ପିଲାଟେ ୟୁଟ୍ୟୁବରେ ଗାଉଛି, ତା ନାଁ ହଉଛି କଣ କୀର୍ତ୍ତନ ଗାଉଛି ମନୋରମା ବେହେରା, ବଢିଆ ଗାଉଛି। ମୁଁ ଆସିଲା ଦିନ ମତେ ଭେଟ ହେଲା ଉତ୍ତରା ଛକରେ। ସେ ଆସିଥିଲା ବନମାଳୀପୁର ନା କୋଉଠି ଗୋଟେ କୀର୍ତ୍ତନ ଗାଇବା ପାଇଁ। ଗୋଡ ଧରିକି ମୁଣ୍ଡିଆ ମାରିଲା, ଛେନାପୋଡ ଅଧ କିଲେ ଦେଲା, ଟଙ୍କା 200 ଖଣ୍ଡେ ଦେଲା। ସାରେ ମୁଁ ପଇସା ଯୋଗୁ ବଞ୍ଚିଛି, ଏମିତି କହିଲେ କଣ ହବ? ଏଇ ଯୋଉ ଗୋଟେ କାର ଗୁଣ୍ଡ ହେଇଗଲା, ମାଡ ହେଇଗଲା, ଭଗବାନ ନାରାୟଣ କଲେ ବୋଲି କାର ଆକ୍ସିଡେଣ୍ଟରୁ ବଞ୍ଚିଗଲି। ପୁଣି ଏଠି ଗଲା କାଲି ଯାଇକି ଗୋଟେ XUV ଉଠେଇଛି 18,75,000। ମୁଁ କଣ ଦେଇଛି? ଏ 10-20ଟା ଶିଶି ଅଛନ୍ତି, କିଏ 20,000 ଦେଇଛି, କିଏ 30,000 ଦେଇଛି, କିଏ 15,000 ଦେଇଛି। ଏମିତି କି 4-5 ଲକ୍ଷ ଦେଲେ। ଧରମପୁଅ କେତେ ଦେଇଛନ୍ତି? ଧରମପୁଅ ଦେଇଛି 40,000। ସେଇଟା କହିନଥିଲେ ତ?
ତେଣୁ ନୃସିଂହ ତା ଦେହଟା ଚମଡ଼ା ନୁହଁ ତା ଲୋମ ପଇସା। ମୁଁ କଣ ସନା ଗୋସେଇ ହେଇଛି ହେବି? ବାପା ଲୁମୁରୁ ଯୋଡ଼େ ଦବ ମୋ ଘରେ ଓହଳେଇଦେବି। ହଁ ନେଇଯିବୁ, ଡେଉଁରିଆ କରିକି ତ ଭାରିଯିବାକୁ ଦବୁ, ସେ ପିନ୍ଧିବ। ମୂର୍ଖ ପିଲା ଗୁଟିକାର। ସଜ୍ଜନ ବର୍ଗେ ମା ସତ୍ୟଭାମା ଶାଶୁ କଥାକୁ ଶୁଣି, ରୋହିଣୀଙ୍କ କଥାକୁ ଶୁଣି ଶୁଣିବାକୁ ବସିଛନ୍ତି, କଥୋପକଥନ ଆରମ୍ଭ। ରଙ୍ଗ ନୀଳଜ ଘରେ ବସିଛନ୍ତି। କହିଲେ ମୋ ପୁଅ କୃଷ୍ଣ କାହିଁକି ରାଧାକୁ ଭଲ ପାଏ? ଅପ୍ରାକୃତ ପ୍ରେମ ମୂର୍ତ୍ତି ଅଭ୍ୟକ୍ତ ଆରେ ମତେ କାହିଁ ଡାଲକୁ ଚାହୁଁନ୍ତି? କହିଲେ କୃଷ୍ଣ ହଉଛି ଅନାଦି, ରାଧାଟି ହଉଛି ଆଦି। କୃଷ୍ଣ ଅନାଦି, ରାଧା ବୋଲି ଗୋଟେ ଚରିତ୍ର ନାହିଁ। ନା ଭାଗବତରେ ତା ନାଁ ନାହିଁ। ଅଛି ରାଧା ବୋଲି ଗୋଟେ ଚରିତ୍ର। ନା ରାଧାକୁ ଲେଉଟେଇଲେ ଧାରା। ଧାରା। ଆମେ ସମସ୍ତେ ଗୋଟିଏ ଗୋଟିଏ ରାଧା। ଯିଏ ବସ ସବୁ ସବୁ ତମେ ଗୋଟେ ଗୋଟେ ରାଧା ଢେମ ଆଖିକି ଦେଖାଯାଉଛି। ଆମ ଏରେ ଯେତେ ବସିଛନ୍ତି ହୁଁ ମାନେ ଅଣ୍ଡ୍ରି ପୁଅ କେହି ଗୋଟା ନାହାନ୍ତି ଆଉ। ନା ସବୁ ତ ଧାରା ସରିଷ ତେଲ ଆଉ। ତୁ କିଆ ଭଲ ଭଲ ହଉଛୁ କିରେ? ଆଉ ଆରେ ଆମେ ତ କଂସା କଂସା ବାଡା ବାଡି ହଉଛୁ, ତୁ ସିଲି ରାଧାକୁ ଲେଉଟେଇଲେ ଧାରା। ଆମେ ସମସ୍ତେ ଗୋଟିଏ ଗୋଟିଏ ଧାରା ବୋଲି ରାଧା। ମୁଁ ବି ଝିଅ ପିଲା ନା। ଉତ୍ତର ଦେଲେ ନା। ହଁ କାହା? ସତ୍ୟଭାମା। ହଁ କହିଲେ ମୁଁ ତତେ ଏକୁଟିଆ କହିବି ଯେ ହଁ। ଯେମିତି ଭିତରକୁ କେହି ଆସିବେନି। ଏଇଠି ମୁଁ କାହାକୁ ଜଗେଇ ବାବୁ? ଗେଟ୍ ମୁହଁରେ 2 ଜଣ ଜଗିବେ। ସେ କିଏ କିଏ ଜଗିଲେ? ଦରୱାନ 2 ଜଣ ହେବେ। ଶିବ ମନ୍ଦିରରେ ଯେମିତି ନନ୍ଦୀ ଭୃଙ୍ଗି, ବିଷ୍ଣୁ ମନ୍ଦିରରେ ଯେମିତି ଜୟ ବିଜୟ, କାଳୀ ମନ୍ଦିରରେ ଯେମିତି କେତୁକା କୋପାଳିକା, ସେମିତି 2 ଜଣ ଜଗିବେ। କିଏ ଜଗିବେ? କିଏ ଜଗିଲେ? ସତ୍ୟଭାମା କହିଲେ 2 ଜଣ ଜଗିବେ। ସେମାନେ କିଏ? ଜଣେ ହଉଛି ସୁଭଦ୍ରା, ଅନ୍ୟଟି ସୁଦର୍ଶନ। ବାହ। ସୁ ବୋଲେ ଉତ୍ତମ, ଉତ୍ତମ ଭଦ୍ର ବୋଲେ ଆଚରଣ ଯୋଉ ଝିଅର, ସେରା ସୁଭଦ୍ରା ଆଉ। ସେ ଝିଅଟି ହଉଛି ସୁଭଦ୍ରା। ବାହ। ସୁଭଦ୍ରା ବୋଲି ଗୋଟେ ପୋଷ୍ଟ। ହଁ ହଁ। ପୋଲିସ ଇନ୍ସପେକ୍ଟର ଗୋଟା ପୋଷ୍ଟ। ଗୋଟେ ପୋଷ୍ଟ। ଗାୟକ ଗୋଟେ ପୋଷ୍ଟ, ବାଇକ ଗୋଟେ ପୋଷ୍ଟ, ଡକ୍ଟର ଗୋଟେ ପୋଷ୍ଟ, ପାଳିଆ ଗୋଟେ ପୋଷ୍ଟ। ପୋଷ୍ଟ ତ ଆଉ। ସ୍ତ୍ରୀ ଗୋଟେ ପୋଷ୍ଟ। ପୋଷ୍ଟ ତାକୁ ବୁଝଉଛି। ପାଳିଆ ଗୋଟେ ପୋଷ୍ଟ। ଆପଣ ଧାନ କଟାରି ଗୋଟେ ପୋଷ୍ଟ ନୁହଁ? ଓ ତମେ ଧାନ କାଟି ଦો। କାହିଁକି? ମୁଁ ବୁଢାକୁ ବେପାରିକି ପାଳିଆ କରିକି ବସେଇଛି ନା ନାଇଁ? ବସେଇନି କହ। ତା ବାହାଘର ପଞ୍ଜାବୀ ପିନ୍ଧିଛି ନା ବାପା ପଇସା ଆରେ ଶାନ୍ତି ଜୁଆଇ ଟିମା ମଦ ବିକୁଛି, ତାକୁ ପାଳିଆ କରିକି ବସେଇଛି ନା ନାଇଁ କହ। ମଉସାଙ୍କ ମତେ ପାଲା କରୁଛି। ଗୋଟା ପାଳିଆ ଯାଇଛି, ଭାଇ ଭାଇ କିଏ? ତାକୁ ପାର୍ଟି କରୁନି। ସେ ଇଟା ପକାଲି ଆଇଛି, ତାକୁ 300 ଟଙ୍କା ଲେଖେ ଦେବା। ସେ 500 ଇଟା ପକେଇଲେ 300 ରହୁଛି, ମୁଁ 500 କରିକି ଆଣିଛି। ମୁଁ କହିଲି ଭଲ ହେଲା, ସେ ପଞ୍ଜାବୀ ଆଣିଛି। ମୁଁ କହିଲି ଭାଇ ପଞ୍ଜାବୀ ଆଣିଛ ନା ଆଣିନ? ନା ମୁଁ ବାହାଘର ପଞ୍ଜାବୀ ଆଣିଛି, ନାଳି ଚାରିଂ କରି ଧନ୍ୟବାଦ ଇଟା ପକାଲି। ପ୍ରାଇଭେଟ ପାଲାକୁ ଗାଇବାକୁ ଆସିଲେ ପାଳିଆକୁ ନେଇକି ଆସିବି, ତମେ 50, 1000, 1200 ପାଇବ। ଗଭର୍ଣ୍ଣମେଣ୍ଟ ପାଲାକୁ କଣ ତମକୁ ନେଇକି ଯିବି? ଆମ ଗାଁରେ ଗୋଟେ ମଦ ବିକୁଛି ତା ସ୍ୱାମୀ ଟିମା, ତାକୁ ନେଇଗଲି। କହିଲି ଖାଇ ପିଇକି 500 ନେବୁ ନା ରେଡି? ମୁଁ କହିଲି ଖାଲି ଠିଆ ହେଇକି ଫଟୋ ଉଠେଇବୁ। ଗୋଟେ ଇଟା ବିକୁଥିଲା, ଇଟା ପକଉଛି, ତାକୁ ସାଙ୍ଗରେ ନେଲି। କହିଲି ଖାଇ ପିଇକି 500 ଦେବି। ଆଉ ଗୋଟେ ସିନ୍ଦୁର ପେଟ୍ରା ବିକୁଛି, କଣ ଗୁଡାକ ମାଳି ଇତ୍ୟାଦି ସବୁ ବିକୁଛି, ତାକୁ କହିଲି 500 ଦେବି। 3 ଜଣକୁ ଦେଲି। ଦିନକୁ 5ଟା ଲେଖେ ପାଲା ଗାଇଲି। ଆପଣଙ୍କ ଘର ପାଖ ପ୍ରାଣକୃଷ୍ଣ ସାର୍ ଯୋଉ ଆସିଥିଲେ ପରଦିନ, ପ୍ରାଣକୃଷ୍ଣ ସାର୍ ଦିନକୁ କହିଥିଲେ 2ଟା ଗାଇବାକୁ, 5ଟା ଲେଖେ ଗାଇଲି। ଆମକୁ 5ଟା ଲେଖେ ପାଲାକୁ ଦିନକୁ 500 ଦେଲି। 4400 ଗୋଟେ ପ୍ରୋଗ୍ରାମକୁ, 5ଟା ଦିନକୁ। ଯା ଯା ଦିନକୁ 22,000 କମେଇଲି। ଇଏ ନେବେ 1500, ଗାଡି ଖର୍ଚ୍ଚ ଯିବ 1500, 3000, ଆଉ 19,000 ନୃସିଂହ ଭତ୍ତା ପେଟରେ। ଆଉ ଗାଡି ଆସିବନି ସାରଙ୍କର, ଆଉ ତମେ ଗାଡି କିଣିବ? ଆଉ କଣ ଅଛି ସେଥିରେ? ଜୀବନ ଯାକ ଖଟିକି ଓଡିଶାରେ ନା କମେଇଛି ବୋଲି ପଇସା କମଉ। ବାପା ହେଇ ପଞ୍ଝାକୁ ଏଇଠିକି ଆଇଲନି? ନା ଏଠି ସେ ହେବେନି, ଏଠି ଆସିଲେ ସେ ପାଲା ଚାଲିବନି। ଶୁଖିଲି ବାସ ମୂର୍ଖ କୋଠିକାର। ସୁଭଦ୍ରା
କହିଲେ ଦି ଜଣ ଜଗିବେ, ସୁଦର୍ଶନ ଜଗିଲେ ଆଉ ଜଣେ ସୁଭଦ୍ରା ଜଣେ ସୁଦର୍ଶନ। ବାରେ ଏ ଯୋଉ ଗଭର୍ଣ୍ଣମେଣ୍ଟ ପାଲା କଥା ଟିକେ କହିଲେନି, ମୁଁ ଲୋକଙ୍କୁ ଖୁସି କରିବାକୁ କହିଥିଲି, ଏଗୁଡାକ ତମେ କାଟିଦବ, ରଖିବନି ଏଗୁଡାକ, ରଖିଲେ ମୋ ଉପରେ ବିପଦ ପଡିଯିବ, ଏଗୁଡାକୁ ରଖିବନି ଚ୍ୟାନେଲରେ ହେଲା। ତେଣୁ ସୁଭଦ୍ରା ଆଉ ସୁଦର୍ଶନ ଜଗିଲେ। ଆଜ୍ଞା ମା ସତ୍ୟଭାମାକୁ କହୁଛନ୍ତି ଗୋଟି ଗୋଟି କରି, ଏମିତି କହିଲେ ଯେ ଗୃହ ଭିତରଟା ମଳୟ ହେଇଗଲା, ମଳୟ ବୋଲେ କଣ ଝାଡା ହଉସି ବୁଝିଲେ? ସବୁ ତରଳିବାରେ ଲାଗିଲେ, ଓହୋ ଆଜ୍ଞା 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 ସମସ୍ତଙ୍କ ଦେହରେ ନିଆଁ ଲାଗିଗଲା। ଏପଟେ ରୋହିଣୀ ମା ବ୍ରହ୍ମ କଥା କହୁଛି, କୃଷ୍ଣ ରାଧା କଥାକୁ ଶୁଣୁଛି ସତ୍ୟଭାମା, ଦୁଆରେ ଜଗିକି ଶୁଣି ଶୁଣି ଅଙ୍ଗ ବିଗଳିତ ହେଲା ସୁଭଦ୍ରା ଆଉ ସୁଦର୍ଶନର। ପ୍ରଚଣ୍ଡ ବିସ୍ଫୋରଣ ହେଲା, ସହି ନ ପାହାରିଲେ ଏଣୁ ଅଭିମନ୍ୟୁ ସାମନ୍ତ ସିଂହ ବିଦଗ୍ଧ ଚିନ୍ତାମଣି, ସହି ନ ପାହାରିଲେ ଏଣୁ କୃଷ୍ଣ ବଳରାମ ଭଦ୍ରା ସୁଦର୍ଶନକୁ କଲେ ପ୍ରଚଣ୍ଡ ବିସ୍ଫୋରଣ ଶୁଣି କୃଷ୍ଣ ବଳରାମ ସହି ପାରିଲେନି, ଦୌଡ଼ି ଆଇଲେ। କୃଷ୍ଣ ଯାଇ ସୁଦର୍ଶନକୁ କୁଣ୍ଢେଇଲେ, ବଳରାମ ଯାଇକି ସୁଭଦ୍ରାକୁ କୁଣ୍ଢେଇଲେ। ଆମ ଗାଁରେ ଗୋଟେ ହାବେଳି ବାଣ ହୁଏ। ହାବେଳି ବାଣ କଣ କହିଲେ ଆଜ୍ଞା? ଗୋଟେ ଲୁହା ପାଇପ ଭିତରେ ବାରୁଦ ପଶିବ, 20-25 ହାତିଆ ଗୋଟେ ବାଉଁଶ ଭିଡା ହବ, ସେ ପର୍ବତିଆ ବୋଲି ଗୋଟେ କାଠ ଉପରେ ଥୁଆ ହବ, ନିଆଁ ଚେଙ୍ଗା ହେଲେ ସେ ଉପରକୁ ଉଡିବ। ଆମ ଗାଁରେ ଥରେ କରୁଥିଲେ, ସେଇ ବର୍ଷ ମୁଁ BA ପାସ୍ କରିଛି। ମୁଁ ମାନସିକ କରିଥିଲି ଯଦି ଇଏରେ ଫାର୍ଷ୍ଟ କ୍ଲାସ ପାଇବି ତାହେଲେ ମୁଁ ହାବେଳି କରିବି। ମୁଁ ବି ହାବେଳି କରିଛି। ହାବେଳି ଥୋଇ ଦେଇକି ଯାଇଛି ମୁଁ ଘରକୁ ଖାଇବା ପାଇଁ, ଅରୁଆ ଗଣ୍ଡେ ଖାଇକି ଆସିବି। ଆମର ଯୋଉ କାରିଗର ବିନ୍ଧାଣି ଯିଏ ଥିଲା ମେନ୍, କହିଲା କାଳେ କିଏ ଶିଖିଯିବ, ଘର କବାଟ ଦେଇକି ଫୋଡିବା। ଠିକ କଥା। ଏ ଘର କବାଟ ଦେଇକି ସବୁ ହାବେଳି ଫୋଡିଲେ। ଏ ତ ଶିବଙ୍କର ଶିଷ୍ୟ ସବୁ, ଗଞ୍ଜଡିଆ ଗଞ୍ଜେଇଆ କେତେଟା ଥିଲେ, ଘର ଭିତରେ ଡିଆସିନ ଲଗେଇକି ଗଞ୍ଜେଇକି ଟାଣିଲେ। ଗଞ୍ଜେଇ ଟାଣୁ ଟାଣୁ 2 ଟୋପା ଗୁଲ ଗଳି ପଡିଲା ଗୋଟେ ହାବେଳିରେ, ସେଇଟା ଖାଲି ନିଆଁରେ ଘିରି ଘିରି କିନି ବୁଲିଲା। ଏମାନେ କହିଲେ ଆଉ ଯିବା କେମିତି, ଚାରିଆଡେ ତ ଧୂଆଁ ହେଲାନି। ଗୋଟେ କରରେ ସବୁ ଠିଆ ହେଲେ 12 ଜଣ, କହିଲେ ଏ ହାବେଳିରୁ ନିଆଁ ଶୋଇଲେ ଆମେ ବାହାରିକି ପଳେଇବା। ତ ଦୈବର ବିଚିତ୍ର ଗତି, ସେଇ ହାବେଳି ନିଆଁରୁ ଯୋଉ 30ଟା ହାବେଳି ଫୋଡା ହେଇଥିଲା ସବୁ ଜାଗାରେ ନିଆଁ ଲାଗିକି ବୁଲିଲା। କା ହାତ, କା କାନ, କା ନାକ, କା ଗୋଡ ସବୁ ଛିଣ୍ଡେଇକି ଘର ଛାତକୁ ଫଟେଇକି ଫୋପାଡ଼ିଲା। 12 ଜଣ ଏକାଥରେ ଜୁଇ ଜଳିଲା। ଆମର ବର୍ତ୍ତମାନ ଯୋଉ ସମବାୟ ମନ୍ତ୍ରୀ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜା ସ୍ୱାଇଁ, ଆମ ମିଲ୍, ସେଇ 12 ଜଣଙ୍କ ମୁହଁରେ ନିଆଁ ଦେଲା। ଆଜ୍ଞା ଆଜ୍ଞା ଆଉ ଏଠେ 2 ଜଣ ଜଳି ଯାଉଛନ୍ତି, ସୁଭଦ୍ରାକୁ ସୁଦର୍ଶନ, କୃଷ୍ଣ ବଳରାମ କୁଣ୍ଢେଇଛନ୍ତି। ଇଏ ଜଳୁଥିଲେ, ଆଙ୍କ ସାଙ୍ଗରେ କୃଷ୍ଣ ବଳରାମ ଜଳିଲେ। କୃଷ୍ଣ ଆଲିଙ୍ଗନ କରିଛନ୍ତି ସୁଦର୍ଶନ, କୁଣ୍ଢେଇଲା ବେଳେ ଯୋଉ ନିଆଁ ଜଳିଛି, ଚାହୁଁ ଚାହୁଁ କୃଷ୍ଣଙ୍କର ହାତ ପାଦ ଜଳିଗଲା। ଦର୍ଶନ ଅଙ୍ଗୁ ବାବୁ କେହି ନ ରହିଲା। ସୁଦର୍ଶନଟା ଗୋଲିଆ ହେଇକି ଦେଲା, ଲମ୍ବା ହେଇଗଲା, ନିଆଁ ମାଡ଼ ଖାଇଲି। କୃଷ୍ଣଙ୍କର ହାତ ପାଦ ଛିଣ୍ଡିଗଲା। ବଳରାମ କୁଣ୍ଢେଇଛନ୍ତି କାହାକୁ? ନା ମା ସୁଭଦ୍ରାଙ୍କୁ। ଆଲିଙ୍ଗନ କଲା ବେଳେ ସୁଭଦ୍ରା ଜଳୁଛି, କିନ୍ତୁ ବଳରାମ ତ ଯେହେତୁ ଏ ଭଉଣୀ, ଭଉଣୀକି କଣ ତା ଛାତିକି ଧରିକି ଆଲିଙ୍ଗନ କରି ହବ? ହବନି। ବଳରାମ ମୁଣ୍ଡ ଉପରେ ସୁଭଦ୍ରାକୁ ଧରିକି ବସିଛନ୍ତି, ଜଳୁଛି ସୁଭଦ୍ରା।
ଯଦି ବଳରାମ ସୁଭଦ୍ରା ଛାତିକି ଧରିକି କୁଣ୍ଢେଇ ଦେଇଥାନ୍ତେ ସୁଭଦ୍ରାର ହାତ କିଛି ଥାନ୍ତା, କିନ୍ତୁ ଯେହେତୁ ମୁଣ୍ଡ ଉପରେ ହାତ ଦେଇଦେଲେ ଚାହୁଁ ଚାହୁଁ ସୁଭଦ୍ରାର ପଣ୍ଡିତ ହେ ରହେ ଲାଗି ସୁଭଦ୍ରାର ସମ୍ପୂର୍ଣ୍ଣ ହାତ ପାଦ ପଡିଗଲା। ବଳରାମ ଯେତିକି ମୁଣ୍ଡ ଉପରେ ଧରିକି ଆଲିଙ୍ଗନ କରିଥିଲେ ସେତିକି ରହିଲା। ଏଇ ଥିଲା ପାଲାବାଲାଙ୍କ ପ୍ରଶ୍ନର ଉତ୍ତର। ତେଣୁ ସତ୍ୟନାରାୟଣ କିଏ ଏଇ କଥା ଯଦି ଆଲୋଚନା କରିବି ପରଦିନ ଯାକେ ଯିବ ସରିବନି। ମୁଁ ଧାଡିକେ ପ୍ରମାଣ ଦେଇ ଦଉଛି। ଆଜ୍ଞା କାହିଁକି ନା ଯାହାହେଲେ ରାତି 12:30 ହେଲାଣି, ଶେଷ ଦିନ ପାଲା କଥା, ମୋ ମନ ବି ଭଲ ନାହିଁ। ଗୋଟାଏ ପରେ ହେଲାଣି। ହଁ?